ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ରାଜ୍ୟସଭାରେ ବିତର୍କ ଆରମ୍ଭ। ରାଜସ୍ଥାନର ଜୟପୁରଠାରେ ଆସନ୍ତାକାଲି 24ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ 669ଟି ପ୍ରଦୂଷଣକାରୀ ଶିଳ୍ପ ବନ୍ଦ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ଭାରତ ସ୍ୱାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ଜଡ଼ିତ ରହିବ ନାହିଁ ଶ୍ରୀଲଙ୍କା, କହିଲେ ଶ୍ରୀଲଙ୍କା ରାଷ୍ଟ୍ରପତି। ଏବଂ 2024-25 ଆର୍ଥିକ ବର୍ଷ ନିମନ୍ତେ ପ୍ରଥମ ଅତିରିକ୍ତ ଅନୁଦାନ ଦାବି ଉପରେ ଲୋକସଭାରେ ଆଲୋଚନା ଆରମ୍ଭ। ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ଆଜି ରାଜ୍ୟସଭାରେ ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶାସକ ଦଳର ନେତୃତ୍ୱ ନେଇ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସମ୍ବିଧାନ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ଆରମ୍ଭ କରି ସେ କହିଛନ୍ତି, ପ୍ରସିଦ୍ଧ ଗୀତିକାର ମଜରୁ ସୁଲତାନପୁରୀ ଏବଂ ଅଭିନେତା ବଲରାଜ ସାହାଣୀଙ୍କୁ 1949ରେ ଏହି ନିୟମକୁ ସମାଲୋଚନା କରିଥିବାରୁ ଜେଲ୍ ଯିବାକୁ ପଡ଼ିଥିଲା। କଂଗ୍ରେସକୁ ଲକ୍ଷ୍ୟ କରି ଶ୍ରୀମତୀ ସୀତାରମଣ କଂଗ୍ରେସ ଶାସନ କାଳରେ ଯେଉଁ ସବୁ ଚଳଚ୍ଚିତ୍ର ଓ ପୁସ୍ତକଗୁଡ଼ିକୁ ପ୍ରତିବନ୍ଧିତ କରାଯାଇଥିଲା ତାହାର ସୂଚୀ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଗୋଟିଏ ପରିବାରକୁ ସାହାଯ୍ୟ କରିବା ଏବଂ କ୍ଷମତାରେ ଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ସମ୍ବିଧାନରେ ଅନେକ ସଂଶୋଧନ କରିଛି। ଏହି ଅବସରରେ ଶ୍ରୀମତୀ ସୀତାରମଣ ସମ୍ବିଧାନ ସଭାର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ 15 ଜଣ ମହିଳା ସଦସ୍ୟଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲେ। ସେ କହିଥିଲେ, ପବିତ୍ର ସମ୍ବିଧାନରେ ଥିବା ଭାବନାକୁ ବଜାୟ ରଖିବା ପାଇଁ ଭାରତ ଗଠନ ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇବାର ସମୟ ଆସିଛି। ସେ କହିଥିଲେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ 50ରୁ ଅଧିକାଂଶ ଦେଶ ସ୍ୱାଧୀନ ହୋଇଥିଲେ ଏବଂ ତାପରେ ସେହି ସବୁ ଦେଶଗୁଡ଼ିକର ସମ୍ବିଧାନ ଲେଖାଯାଇଥିଲା। ଅନେକ ଦେଶ ନିଜ ସମ୍ବିଧାନକୁ ଇତିମଧ୍ୟରେ ବଦଳାଇଛନ୍ତି ଏବଂ ସମ୍ବିଧାନର ସମଗ୍ର ବୈଶିଷ୍ଟ୍ୟକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ତେବେ ଭାରତର ସମ୍ବିଧାନ ସୁଦୃଢ଼ ରହିଛି ଏବଂ ସମୟ ସହିତ ତାଳ ଦେଇ ଅଗ୍ରସର ହେଉଛି। ଶ୍ରୀମତୀ ସୀତାରମଣ ଏହି ବିତର୍କ କାଳରେ ମହିଳା ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ସେ କହିଥିଲେ, ତତ୍କାଳୀନ ରାଜୀବ ଗାନ୍ଧୀ ସରକାର ବହୁମତ ଥିବା ସତ୍ତ୍ୱେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିନଥିଲେ। କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ସଂରକ୍ଷଣ ଦେବା ଉଦ୍ଦେଶ୍ୟରେ ଆଇନ ପାରିତ କରିଥିଲେ। ବିତର୍କରେ ଭାଗ ନେଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସରକାର ସମ୍ବିଧାନକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ କରିଥିଲେ। ସେ କହିଥିଲେ, କଂଗ୍ରେସ ସମସ୍ତଙ୍କୁ ଭୋଟ ଦେବାର ସାର୍ବଜନୀନ ଅଧିକାର ପ୍ରଦାନ କରିଛି। ନିଯୁକ୍ତି କ୍ଷେତ୍ରରେ ଅଭିଯୋଗ କରି ଶ୍ରୀ ଖଡ଼ଗେ କହିଥିଲେ, କେନ୍ଦ୍ର ସରକାର ପ୍ରତ୍ୟେକ ବର୍ଷ 2 କୋଟି ନିଯୁକ୍ତି ଦେବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଆଲୋଚନାରେ ଭାଗ ନେଇ ଏଆଇଟିସିର ସାକେତ ଗୋଖଲେ କହିଛନ୍ତି, ଭାରତୀୟ ସମ୍ବିଧାନ ଦେଶର ଲୋକଙ୍କୁ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ପ୍ରଦାନ କରିଛି। ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରାଯାଉଛି ବୋଲି ଅଭିଯୋଗ କରି ସେ ସାମାଜିକ ନ୍ୟାୟ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ଡିଏମ୍କେର ତିରୁଚି ଶିବା ଭାରତୀୟ ସମ୍ବିଧାନକୁ ଅନନ୍ୟ ଏବଂ ସ୍ଥାୟୀ ଦସ୍ତାବିଜ ବୋଲି କହିଛନ୍ତି। ସେ କହିଛନ୍ତି, ଆମ ସମ୍ବିଧାନ ଦେଶର ସମାନତା ଓ ନିରପେକ୍ଷତାର ମୂଲ୍ୟବୋଧ ବଜାୟ ରଖି ଧର୍ମ ଏବଂ ସଂସ୍କୃତିର ବିବିଧତାକୁ ସମ୍ମାନ ପ୍ରଦାନ କରିଛି। ୱାଇଏସ୍ଆର୍ସିପିର ଭି ବିଜୟ ସାଇ ରେଡ୍ଡି କହିଛନ୍ତି, ଭାରତୀୟ ସମ୍ବିଧାନ ଦେଶର ସାଧାରଣ ନାଗରିକଙ୍କ ପାଇଁ ଆଶାର କିରଣ ପାଲଟିଛି। ଏହା ବ୍ୟକ୍ତିଙ୍କୁ ଉତ୍ତରଦାୟିତ୍ୱ ଦାବି କରିବା, ଆଇନ ଆଗରେ ସମାନତା ସୁନିଶ୍ଚିତ କରିବା ଏବଂ ଭିନ୍ନମତର ଅଧିକାରକୁ ବଜାୟ ରଖିବାର କ୍ଷମତା ପ୍ରଦାନ କରିଛି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ ଏବଂ 20 ଓ 21 ଶତାବ୍ଦୀର ଏହା ସର୍ବବୃହତ୍ ଓ ବିବିଧ ଗଣତନ୍ତ୍ର ଭାବରେ ସ୍ମରଣୀୟ ହୋଇ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଗସ୍ତରେ ଯିବେ। ସେଠାରେ ସେ ରାଜସ୍ଥାନ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶକ୍ତି, ସଡ଼କ, ରେଳ ଏବଂ ଜଳ ସମ୍ବନ୍ଧୀୟ 24ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନର ଜୟପୁରଠାରେ ଏହିସବୁ ପ୍ରକଳ୍ପଗୁଡ଼ିକ ପାଇଁ 46,300 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ 7ଟି ପ୍ରକଳ୍ପ ଏବଂ ରାଜ୍ୟ ସରକାରଙ୍କ 2ଟି ପ୍ରକଳ୍ପ ସମେତ 11,000 କୋଟିରୁ ଅଧିକ ଟଙ୍କାର 9ଟି ପ୍ରକଳ୍ପକୁ ଉଦ୍ଘାଟନ କରିବେ।
ସେହିପରି 35,300 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ହୋଇଥିବା 9ଟି କେନ୍ଦ୍ରୀୟ ପ୍ରକଳ୍ପ ଓ 6ଟି ରାଜ୍ୟ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ନବନେରା ବ୍ୟାରେଜ୍, ସ୍ମାର୍ଟ ଇଲେକ୍ଟ୍ରିସିଟି ଟ୍ରାନ୍ସମିଶନ ନେଟୱାର୍କ ଏବଂ ଆସେଟ୍ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରୋଜେକ୍ଟ, ରେଳ ବିଦ୍ୟୁତୀକରଣ ପ୍ରୋଜେକ୍ଟ ଆଦି ରହିଛି। ପ୍ରଧାନମନ୍ତ୍ରୀ ରାମଗଡ଼ ବ୍ୟାରେଜ୍, ମହଲାପୁର ବ୍ୟାରେଜ୍, ବିଶାଲପୁର ଓ ଇସରାଦା ଡ୍ୟାମ୍ର ଶିଳାନ୍ୟାସ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ 3,519ଟି ପ୍ରଦୂଷଣକାରୀ ଶିଳ୍ପ ଚିହ୍ନଟ କରାଯାଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଆଜି ଲୋକସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ବିଭିନ୍ନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଦ୍ୱାରା ଏହି ଶିଳ୍ପଗୁଡ଼ିକ ଚିହ୍ନଟ ହୋଇଛି। ସେ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ପରେ 669ଟି ପ୍ରଦୂଷଣକାରୀ ଶିଳ୍ପ ବନ୍ଦ କରିଦିଆଯାଇଥିବା ବେଳେ 2,850ଟି ଶିଳ୍ପ ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ଅନ୍ୟପକ୍ଷରେ 104ଟି ପ୍ରଦୂଷଣକାରୀ ଶିଳ୍ପ ପରିବେଶ ମାନଦଣ୍ଡ ଅନୁଯାୟୀ କାର୍ଯ୍ୟ କରୁନଥିବା ଚିହ୍ନଟ କରାଯାଇଛି। ଶ୍ରୀ ଯାଦବ କହିଛନ୍ତି, ପରିବେଶ ମାନକ ପାଳନ କରୁନଥିବା 30ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଦିଆଯାଇଥିବା ବେଳେ 73ଟି ଶିଳ୍ପକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି, ଦେଶରେ 4,736ଟି ଜଳୀୟ ସ୍ଥାନରେ ଜଳର ଗୁଣବତ୍ତା ଉପରେ ନଜର ରଖାଯାଇଥିବା ବେଳେ ଜାତୀୟ ଜଳ ଗୁଣବତ୍ତା ନିରୀକ୍ଷଣ କାର୍ଯ୍ୟକ୍ରମ ଅଧୀନରେ 645ଟି ନଦୀର ଜଳ ଗୁଣବତ୍ତା ତଦାରଖ କରାଯାଉଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଟିକସ ଛାଡ଼ ଏବଂ ରାଜକୋଷ ସମ୍ବନ୍ଧୀୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ଶ୍ରୀଲଙ୍କାର ପ୍ରଶାସନିକ କର୍ମଚାରୀଙ୍କୁ ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଶ୍ରୀ ମୋଦି କହିଥିଲେ, ଭାରତ ଏପର୍ଯ୍ୟନ୍ତ ଶ୍ରୀଲଙ୍କାକୁ $5 ବିଲିୟନ ଅନୁଦାନ ପ୍ରଦାନ କରିଥିବା ବେଳେ ଲାଇନ୍ ଅଫ୍ କ୍ରେଡିଟ୍ ପ୍ରଦାନ କରିଛି। ଶ୍ରୀଲଙ୍କା ରାଷ୍ଟ୍ରପତି କହିଥିଲେ, ଭାରତର ସ୍ୱାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ଶ୍ରୀଲଙ୍କା ଜଡ଼ିତ ରହିବ ନାହିଁ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ଦିସାନାୟକେ କହିଛନ୍ତି। 2024-25 ଆର୍ଥିକ ବର୍ଷ ନିମନ୍ତେ ଅତିରିକ୍ତ ଅନୁଦାନ ଦାବିର ପ୍ରଥମ ପର୍ଯ୍ୟାୟ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। କେନ୍ଦ୍ର ସରକାର 87,762 କୋଟିରୁ ଅଧିକ ଟଙ୍କାର ଅତିରିକ୍ତ ବ୍ୟୟବରାଦ ପାଇଁ ସଂସଦର ଅନୁମୋଦନ ଲୋଡ଼ିଛନ୍ତି। ଏଥିମଧ୍ୟରୁ 44,142 କୋଟି ଟଙ୍କାର ନଗଦ ବ୍ୟୟବରାଦ ପ୍ରସ୍ତାବ ରହିଛି। ଆଲୋଚନା ଆରମ୍ଭ କରି କଂଗ୍ରେସର କେ.ସି. ବେଣୁଗୋପାଳ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ସୂଚନା ପ୍ରୌଦ୍ୟୋଗିକୀ, ପରିବହନ, ଖୁଚୁରା ଏବଂ ବ୍ୟାଙ୍କିଂ ଭଳି କ୍ଷେତ୍ରରେ ଯଥେଷ୍ଟ ମଜୁରୀ ବୃଦ୍ଧି ଘଟିନାହିଁ ଏବଂ ମୁଦ୍ରାସ୍ଫୀତି ସହ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି। ବିଜେପିର ଡକ୍ଟର ସଞ୍ଜୟ ଜୟସ୍ୱାଲ କହିଥିଲେ, 2024-25ରେ ଦେଶର ଗରିବ ଓ କୃଷକଙ୍କୁ ପ୍ରାୟ 4,50,000 ଟଙ୍କା ସବସିଡି ଆକାରରେ ଯୋଗାଇ ଦିଆଯାଇଛି। ଦେଶରେ ଗତ 10 ବର୍ଷ ମଧ୍ୟରେ 97ଟି ନୂତନ ଇଏସ୍ଆଇ ହସ୍ପିଟାଲକୁ ଅନୁମୋଦନ ଦିଆଯାଇଛି। ଆଜି ଲୋକସଭାରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି, କର୍ମଚାରୀ ରାଜ୍ୟ ବୀମା ନିଗମ ସମଗ୍ର ଦେଶରେ 165ଟି ଇଏସ୍ଆଇ ହସ୍ପିଟାଲ ଏବଂ 1,590ଟି ଡିସ୍ପେନ୍ସାରୀ ମାଧ୍ୟମରେ ବୀମାଭୁକ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାରକୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି। 53ତମ ବିଜୟ ଦିବସ ଅବସରରେ ଆଜି ଭାରତ ଏବଂ ବାଂଲାଦେଶର ସୁରକ୍ଷା ବଳ ପକ୍ଷରୁ ତ୍ରିପୁରାସ୍ଥିତ ଅଗରତାଲା ଆଖୁଆରା ସୀମାରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି, ଉଭୟ ପକ୍ଷର ସୈନ୍ୟମାନେ ପରସ୍ପରକୁ 1971 ମୁକ୍ତିଯୁଦ୍ଧର ବାର୍ଷିକ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୁମ୍ବାଇର କୋଲାବା ମିଲିଟାରୀ ଷ୍ଟେସନରେ ଶହୀଦ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଥିଲା। ଏଥିରେ 3 ସେନାବାହିନୀର ବରିଷ୍ଠ ଅଧିକାରୀ ଏବଂ ଅବସରପ୍ରାପ୍ତ ଯବାନମାନେ ଯୋଗ ଦେଇଥିଲେ। ଆର୍ମେନିଆର ନ୍ୟାସନାଲ୍ ଆସେମ୍ବ୍ଲିର ଅଧ୍ୟକ୍ଷ ଆଲେନ୍ ସିମୋନିଆଙ୍କ ନେତୃତ୍ୱରେ ଏକ ସଂସଦୀୟ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାରତ ଏବଂ ଆର୍ମେନିଆ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କ ଓ ଘନିଷ୍ଠ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ରାଜ୍ୟସଭାରେ ବିତର୍କ ଆରମ୍ଭ। ରାଜସ୍ଥାନର ଜୟପୁରଠାରେ ଆସନ୍ତାକାଲି 24ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ।
ଦେଶରେ 669ଟି ପ୍ରଦୂଷଣକାରୀ ଶିଳ୍ପ ବନ୍ଦ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ଏବଂ ଭାରତ ସ୍ୱାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ଜଡ଼ିତ ରହିବ ନାହିଁ ଶ୍ରୀଲଙ୍କା, କହିଲେ ଶ୍ରୀଲଙ୍କା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।